ଅନବସର ଶେଷ ଦିନରେ ଶ୍ରୀ ଅଲାରନାଥଙ୍କ ପୀଠରେ ସେବା। ଅନବସର ଶେଷ ଦିନରେ ଶ୍ରୀ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟି ରଖି ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ପୁରୀ ପକ୍ଷରୁ ଏକ ମହତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଭକ୍ତଙ୍କ ସମାଗମକୁ ଦୃଷ୍ଟି ରଖି ଅନୁଷ୍ଠାନ ପକ୍ଷରୁ 5,000ରୁ ଊର୍ଦ୍ଧ୍ୱ ଭକ୍ତଙ୍କୁ ପୁଦିନା ପାଣି ଓ ଦହି ସରବତ ବଣ୍ଟନ କରାଯାଇଛି। ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ସସ୍ମିତା ଶତପଥୀ, ମଧୁସ୍ମିତା ସାହୁ, ରିଙ୍କି ବାରିକ, ଆରାଧନା ପଣ୍ଡା, ଆଲୋକ ଦାସ, ବେବିଲାଲ ମିଶ୍ର, ଝାନ୍ସୀ ମିଶ୍ର, ସଂଯୁକ୍ତା ବେହେରା, ମଧୁସ୍ମିତା ମହାନ୍ତି, ସୁଚିତ୍ରା ବାରିକ, ଦେବଶ୍ରୀ ପ୍ରଧାନ, ନବୀନା ରାଓ ଓ ସନ୍ତୋଷ ରାଓ ପ୍ରମୁଖ ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରି ସେବା କାର୍ଯ୍ୟକୁ ସଫଳ କରିଥିଲେ। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜିଲ୍ଲା ଖବର। ଗାନ୍ଧିଜୀ ଅନୁଷ୍ଠାନ ଟ୍ରଷ୍ଟ ସେକ୍ରେଟାରୀ ଯେ ଆଜି ଆମକୁ ଅଲାରନାଥ ଦେବଙ୍କର ହଉଛି ସର୍ବତ ବଣ୍ଟନ ସୁଯୋଗ ମିଳିଥିବାରୁ ମୁଁ ଜଗନ୍ନାଥଙ୍କୁ ବହୁତ ମାନେ ତାଙ୍କ ପାଖରେ କୃତଜ୍ଞତା। ଆଉ ମୋର ଅନୁଷ୍ଠାନର ମେମ୍ବର ମାନେ ସେମାନଙ୍କ ଭିତରେ ବି ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇବି। ମୁଁ ସେମାନଙ୍କୁ କହିବି ସେମାନେ ବହୁତ ଭଲରେ ଆସିକିରି ମାନେ ଶୃଙ୍ଖଳାର ସହ ଦର୍ଶନ କରନ୍ତୁ, ସର୍ବତ ପିଅନ୍ତୁ, କାହାର କେବେ କିଛି କ୍ଷତି ନ ଅଲାରନାଥ ପ୍ରାର୍ଥନା କରୁଛୁ ସମସ୍ତେ ଖୁସିରେ ରୁହନ୍ତୁ। ଆଉ ମୁଁ ମୋ ଅନୁଷ୍ଠାନର ସଭାପତି ପ୍ରସନ୍ନ ଲେଙ୍କାଙ୍କୁ ଧନ୍ୟବାଦ ଜଣାଉଛି, ସିଏ ଏତେ ବଡ ପ୍ରୋଗ୍ରାମର ଆୟୋଜନ କରିଥିବାରୁ। ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଅଲାରଙ୍କ ପାଖକୁ ଆସିଛୁ, ଭକ୍ତ ମାନେ ସମାଗମ ହେଇଛନ୍ତି। ଏଇଠି ଜଗନ୍ନାଥ ମହାପ୍ରଭୁଙ୍କର କାର୍ଯ୍ୟକ୍ରମ, ତେଣୁ ସେଥିପାଇଁ ଏ ସେବା ମନୋବୃତ୍ତି ରଖି ଅନୁଷ୍ଠାନ ତରଫରୁ ଆମେ ଆଜି ଆସିକିରି ସେବା ଯାହା ଦ୍ୱାରା କି ଲୋକମାନଙ୍କୁ ପାନୀୟ ଜଳ ବଣ୍ଟନ କରୁଛୁ। ଯଦି କାହାର କିଛି ଅସୁବିଧା ହେଲା ତାକୁ ଆମେ ମଧ୍ୟ ନେଇ ହସ୍ପିଟାଲରେ ଟ୍ରିଟମେଣ୍ଟ ମଧ୍ୟ କରୁଛୁ। ଆଉ ଆମ ପାଖରେ ମଧ୍ୟ ଆମର ଜଣେ ସଭାନେତ୍ରୀ ଅଛନ୍ତି ଏବଂ ଅନୁଷ୍ଠାନର ମୁଖ୍ୟ ଜଣେ ମଧ୍ୟ ଅଛନ୍ତି ରିଙ୍କି ମା। ସେ ଆଗରୁ ଆମ ଅନୁଷ୍ଠାନରେ ମଧ୍ୟ ଥିଲେ, ବର୍ତ୍ତମାନ ବି ଅଛନ୍ତି। ସେ ଆମର ମୁଖ୍ୟ ଅଛନ୍ତି, ସେ ତାଙ୍କୁ ମଧ୍ୟ ଡକାଯାଇଛି, ସେ ଏହାକୁ ମଧ୍ୟ ଉଦ୍ଘାଟନ ମଧ୍ୟ କରିଥିଲେ। କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ।